ସଫଳତାର ମଜା ଓ ଅନୁଭବ ସେତିକି ବେଳେ ଆସିଥାଏ ଯେତେବେଳେ ଅନ୍ୟମାନେ ସେହି ବ୍ୟକ୍ତିର ହାରିବାକୁ ଅପେକ୍ଷା କରିଥାନ୍ତି। ପ୍ରୟାସ କଦାପି ବୃଥା ନୁହେଁ, ବିଫଳତା ସ୍ଥାୟୀ ନୁହେଁ। ବେଳେବେଳେ ଏକ ଛୋଟ ପ୍ରୟାସ ମଧ୍ୟ ଆପଣଙ୍କୁ ଏକ ଉନ୍ନତ ସ୍ତରକୁ ନେଇଯାଇଥାଏ। ଜୀବନର ରାସ୍ତାରେ ସେ ପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ ଯେ ପର୍ଯ୍ୟନ୍ତ ଆପଣଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥାନରେ ନ ପହଞ୍ଚିଛ। ଭଗବାନଙ୍କ ବ୍ୟତୀତ ଏପରି ଆଉ କେହି ନୁହେଁ ଯିଏ ସର୍ବଦା ଆମ ସହିତ ରହିବ ଏବଂ ଆମ୍ଭେମାନେ ତାଙ୍କ ସହିତ ରହିବା। ଆପଣ ଟିକେ ଭରସା ସମୟ ଉପରେ ବି ରଖନ୍ତୁ, କାହିଁକି ନା ଏହା ଭଲରୁ ଭଲ ଲୋକଙ୍କ ମୁହଁରୁ ମୁଖା ଖୋଲି ଦେଇଥାଏ। ସଫଳ ସେହିମାନେ ହୁଅନ୍ତି ନାହିଁ ଯେଉଁମାନେ କେବେ ବିଫଳ ହୋଇନାହାନ୍ତି, ବରଂ ସଫଳ ସେହିମାନେ ହୁଅନ୍ତି ଯେଉଁମାନେ କେବେ ହାର ମାନନ୍ତି ନାହିଁ। ଜୀବନର ପ୍ରତିଟି ମୁହୂର୍ତ୍ତରେ ପରିବର୍ତ୍ତନର ସୁଯୋଗ ଥାଏ। ସମୟ ସହିତ ତାଳ ଦେଇ ଚାଲିବା ତଥା ନିଜକୁ ପରିବର୍ତ୍ତନ କରିବା ହିଁ ଜୀବନ। ନିଜ ଆତ୍ମା ଯାହା କହୁଛି ତାହା ଶୁଣ। ଦୁନିଆ କଥାକୁ ଭୟ କର ନାହିଁ, କାହିଁକି ନା ଦୁନିଆ ବହୁତ କିଛି କହିଥାଏ, କେବେ କିଛି ଦେଇନଥାଏ। ଜୀବନରେ ଅନେକ ଭୁଲ କରିଛି, ଆଉ ସବୁଠାରୁ ବଡ଼ ଭୁଲ କରିଛି କିଛି ଲୋକଙ୍କୁ ଅନ୍ଧ ଭଳି ବିଶ୍ୱାସ କରି। ଜୀବନରେ କେବେ ବି ପଇସା ପଛରେ ଗୋଡ଼ାଅ ନାହିଁ, ପରିଶ୍ରମ କରି ଚାଲ। ପଇସା ଏବଂ ସମ୍ମାନ ଆପେ ଆପେ ଆସିବ। ଆମ ପାଖରେ ଯେତିକି ଅଛି ସେତିକିକୁ ନେଇ ଖୁସି ହେବା ଉଚିତ, କାହିଁକି ନା ଅଧିକ ଆଶା ଓ ଲୋଭ ମଣିଷକୁ କେବଳ ଦୁଃଖ ହିଁ ଦେଇଥାଏ। ଏଇଟା କିନ୍ତୁ ସତ କଥା, ପରିଶ୍ରମ କେବେ ବୃଥା ଯିବ ନାହିଁ। ସେ ଯେତେବେଳେ ହେଉନା କାହିଁକି, ଭଗବାନ ଆମ ପରିଶ୍ରମର ମୂଲ୍ୟ ନିଶ୍ଚୟ ଦେବେ। ଭାଗ୍ୟ ବୋଲି ସେମିତି କିଛି ନାହିଁ। ନିଜର ଭାଗ୍ୟ ନିଜ ହାତରେ ତୁମେ ବଦଳାଇ ପାରିବ, ତାହା କେବଳ କଠିନ ପରିଶ୍ରମ ଦ୍ୱାରା। ଲୋକେ ତ କହିବେ, କିନ୍ତୁ ଯଦି ତୁମେ ଭାବୁଛ ତୁମେ ଠିକ୍ ପଥରେ ଚାଲୁଛ, ତାହେଲେ ଡରିବାର ନାହିଁ, କାହିଁକି ନା ତୁମେ ଏକା ଯାଉନ, ତୁମ ସହ ତୁମ ଭଗବାନ ଯାଉଛନ୍ତି। ରୂପକୁ ସଜାଇଲେ କି ବା ଲାଭ ଯଦି ପାଖରେ ଗୁଣ ନାହିଁ କି ବୁଦ୍ଧି ନାହିଁ, ତେବେ ସେ ରୂପର ବି କିଛି ମହତ୍ତ୍ୱ ନାହିଁ। ସୁନ୍ଦରତା ଦିନେ ବୟସର ସହ ଢଳିଯିବ, କିନ୍ତୁ ଯଦି ଉଚ୍ଚ ବ୍ୟକ୍ତିତ୍ୱ ଥାଏ ତେବେ ସମ୍ମାନ ଆଉ ଇଜ୍ଜତ ନ ମାଗିଲେ ବି ମିଳିବ। ମାନୁଛି ଗରିବ ପାଖରେ ଧନର ଅଭାବ ଥାଏ, କିନ୍ତୁ ଯେଉଁ ସ୍ନେହ ଆଉ ସମ୍ମାନ ଜଣେ ଗରିବ ଦେଇପାରିବ ତାହା କେବେ ଜଣେ ଧନୀ ଦେଇପାରିବ ନାହିଁ। କାରଣ ଗରିବ ପକେଟରେ ଧନ ନ ଥାଇପାରେ, କିନ୍ତୁ ଅନ୍ତରରେ ସୁନ୍ଦର ମନଟିଏ ଥାଏ। ସମ୍ପର୍କ ହୃଦୟରୁ ହୋଇଥାଏ, ଅଧିକ କଥାରେ ନୁହେଁ, କାରଣ କିଛି ସମ୍ପର୍କ ଅଧିକ କଥାରେ ଭାଙ୍ଗିଯାଏ, ଆଉ କିଛି ସମ୍ପର୍କ କିଛି ନ କହି ମଧ୍ୟ ନିଜର ହୋଇଯାଏ। ମନୁଷ୍ୟ ଜୀବନରେ ଏହା ପ୍ରକୃତ ସତ୍ୟ ଯେ ଖରାପ ସମୟରେ ଆଉ କଠିନ ପରିସ୍ଥିତି ସମୟରେ ମନୁଷ୍ୟ ଏକା ହୋଇଯାଇଥାଏ, କିନ୍ତୁ ସେହି ଖରାପ ସମୟ ଆଉ କଠିନ ପରିସ୍ଥିତି ସମୟରେ ମନୁଷ୍ୟ ମଜବୁତ ହେବା ଶିଖି ଯାଇଥାଏ। ଜୀବନର ଯୁଦ୍ଧରେ ଅହଙ୍କାରରେ ଥିବା ଲୋକ ଅନ୍ୟକୁ ଛୋଟ ଏବଂ ନିଜକୁ ବଡ଼ ଭାବେ ବହୁତ ଖୁସି ହୋଇଥାନ୍ତି, କିନ୍ତୁ ସଂସ୍କାର ଥିବା ଲୋକ ନିଜକୁ ସବୁବେଳେ ଛୋଟ ଭାବି ସେ ବହୁତ ଖୁସି ଅନୁଭବ କରିଥାଏ। ଯେବେ ମଣିଷର ଇଚ୍ଛା ପୂରଣ ହୁଏ ନାହିଁ ସେତେବେଳେ ତା ମନରେ କ୍ରୋଧ ଆସିଥାଏ, ଏବଂ ଯେତେବେଳେ ଇଚ୍ଛା ପୂରଣ ହୋଇଥାଏ ସେତେବେଳେ ତା ମନରେ ଲୋଭ ଆସିଥାଏ। ଜୀବନରେ ଯେତେ ଶାନ୍ତ ରହିବେ ନିଜକୁ ସେତେ ଶକ୍ତିଶାଳୀ ଅନୁଭବ କରିବେ, କାରଣ ଲୁହା ଗରମ ଥିବା ବେଳେ ନୁହେଁ, ଥଣ୍ଡା ହେବା ପରେ ହିଁ ମଜବୁତ ହୋଇଥାଏ। ଆଜିର ଦିନ କାଲି ସ୍ମୃତି ପାଲଟିଯିବ, ତାହା ଦୁଃଖରେ ହେଉ ଅବା ଖୁସିରେ, ତେଣୁ ପ୍ରତି ମୁହୂର୍ତ୍ତକୁ ଉପଭୋଗ କର। ଜୀବନରେ କାହାକୁ କନ୍ଦେଇ ଦାନ ଧର୍ମ କଲେ କିଛି ଲାଭ ନାହିଁ। ଯଦି ଦୁଃଖୀ ମଣିଷ ମୁହଁରେ ହସ ଫୁଟାଇ ପାରିଲ ନା, ତେବେ ତୁମକୁ ମନ୍ଦିର ଯିବାକୁ ପଡ଼ିବ ନାହିଁ। ଭାବର ମଧୁରତା ହିଁ ଜପ ଅଟେ ଏବଂ ମନର ନିର୍ମଳ ଭାବ ହିଁ ତପ ଅଟେ। ବଡ଼ ଆଶ୍ଚର୍ଯ୍ୟ ଲାଗେ ଏକଥା ଭାବି, ଲୋକ ସମ୍ପର୍କକୁ ଭାଙ୍ଗିବା ପାଇଁ ଅତି ସହଜରେ ଆଗେଇ ଆସନ୍ତି,
କିନ୍ତୁ ନିଜ ଅହଙ୍କାରକୁ ଛାଡ଼ନ୍ତି ନାହିଁ। ସଙ୍କଟ ସମୟରେ ଧୈର୍ଯ୍ୟ ରଖିବାର ଅର୍ଥ ହେଉଛି ଅଧା ସମସ୍ୟାର ସମାଧାନ ପାଇଯିବା। ପରାଜିତ ହୋଇଯିବାର ଭୟ କେବେ ବି ନିଜ ମନରେ ରଖନ୍ତୁ ନାହିଁ, କାରଣ ପରାଜୟ ଭଳି ଶବ୍ଦ କୌଣସି ଅସ୍ତିତ୍ୱ ନାହିଁ। ହୁଏତ ବିଜୟ ମିଳିପାରେ କିମ୍ବା ଶିକ୍ଷା, ପରାଜିତ କେବେ ବି ନୁହେଁ।